ନରାଜରୁ ଯୋଉ ପାଣି ଯାଏ ରାତି ଦିନ ଜଟଣୀ ସହରବାସୀ ଅଞ୍ଚଳବାସୀ ପାଣି ପାଆନ୍ତି। 4 ଦିନ ହେଲାଣି ସପ୍ଲାଇ ବନ୍ଦ। ଆମେ ଜନସାଧାରଣ ଆମ ପେମେଣ୍ଟ ବନ୍ଦ କରିନୁ, ରେଗୁଲାର ପେମେଣ୍ଟ କରୁଛୁ। ଭୟଙ୍କର ପରିସ୍ଥିତିରେ ପଡିଛୁ। ପାଣି ଟୋପେ ମିଳୁନି ଝାଡା ଯିବା ପାଇଁ, ଗାଧେଇବା ପାଇଁ, ପିଇବା ପାଇଁ, ଅସୁବିଧା ସୁବିଧା ମେଣ୍ଟେଇବା ପାଇଁ। ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣ ମହାପାତ୍ର ପଚାରିବାକୁ ଚାହେଁ, 4 ଦିନ ହେଲା ଜଟଣୀ ପାଣି ସପ୍ଲାଇ ବନ୍ଦ। ନରାଜରୁ ଯୋଉ ପାଣି ଯାଏ ରାତି ଦିନ ଜଟଣୀ ସହରବାସୀ ଅଞ୍ଚଳବାସୀ ପାଣି ପାଆନ୍ତି। 4 ଦିନ ହେଲାଣି ସପ୍ଲାଇ ବନ୍ଦ। କାରଣ କଣ? ଆମେ ଜନସାଧାରଣ ଆମ ପେମେଣ୍ଟ ବନ୍ଦ କରିନୁ, ରେଗୁଲାର ପେମେଣ୍ଟ କରୁଛୁ। ଏ ଅସହାୟ ସରକାର, ଅପାରଗ ସରକାର କଣ ପାଇଁ 4 ଦିନ ହେଲା ପାଣି ବନ୍ଦ କରିଛନ୍ତି? ଆମେ ଚିତ୍କାର କରୁଛୁ। ଭୟଙ୍କର ପରିସ୍ଥିତିରେ ପଡିଛୁ। ପାଣି ଟୋପେ ମିଳୁନି ଝାଡା ଯିବା ପାଇଁ, ଗାଧେଇବା ପାଇଁ, ପିଇବା ପାଇଁ, ଅସୁବିଧା ସୁବିଧା ମେଣ୍ଟେଇବା ପାଇଁ। ଘୋର ପାଣିର ଅଭାବ ଜଟଣୀ ସହର, ଖୋର୍ଦ୍ଧା ସହର। ଅତି ଅନ୍ୟାୟ ଭାବେ ପାଣି ବନ୍ଦ କରାଯାଇଛି। ତେଣୁ ହେ ମୋହନ ମାଝୀ, ହେ ଚିଫ ସେକ୍ରେଟାରୀ, ହେ ପିଏଚଡି ଚିଫ ଇଞ୍ଜିନିୟର, ତୁରନ୍ତ ଜଟଣୀ ୱାଟର ସପ୍ଲାଇ ନରାଜରୁ ଯୋଉ ପାଣି ଯାଏ ଜଟଣୀ ସହରବାସୀ ପାଆନ୍ତି ଚାଲୁ କରିବା ପାଇଁ। ତା ନହେଲେ ବାଧ୍ୟ ହେଇ କାଲି ଆମର ଅଛି ଡିଜି ଅଫିସ ଘେରାଉ କଟକରେ। ପରଦିନ ସେ ପିଲାମାନେ ଗୋଟେ ଜନ୍ମଦିନ ପାଳନ କରନ୍ତି। ସେ ଜନ୍ମଦିନ ଭୁଲି ଯାଇ ବାଧ୍ୟ ହେଇ ଆନ୍ଦୋଳନ କରିବୁ। ଜଟଣୀରେ ପିଇବା ପାଣି ଦରକାର।